ତେବେ ଏଇ ଛକର ନାଁ କେମିତି ତାଙ୍କ ପର୍ବର ମର୍ଜି କୋଟ ସମସ୍ତେ ମାଙ୍କ ନାମରେ ପ୍ରତି ଜାଗାରେ ଦେଖିବେ କେଉଁଠି ନେତାଙ୍କ ନାଁ କେଉଁଠି ବ୍ୟକ୍ତିଗତ ନାଁ କିନ୍ତୁ ଏଠି ମାଙ୍କ ନାମରେ ଛକର ପୂର୍ବରୁ ରହିଆସିଛି ମର୍ଚିକୋଟ ଛକ। ମର୍ଚିକୋଟ ଛକରେ ଅବସ୍ଥିତ ଅଛନ୍ତି ମା ମର୍ଜି ଠାକୁରାଣୀ। ତେବେ ମାଙ୍କର କ'ଣ କିମ୍ବଦନ୍ତୀ ରହିଛି, ଆମେ ସିଧାସଳଖ ସେ ମନ୍ଦିରରେ ଅଛୁ। କେମିତି ମାଙ୍କର ପୂଜା ଅର୍ଚ୍ଚନା କରାଯାଏ, କେମିତି ଏହି ଛକରେ ମା ପୂଜା ପାଆନ୍ତି, ସେ ବିଷୟରେ ସିଧାସଳଖ କଥା ହେବା। ଆଜ୍ଞା, ଲୋକାଲିଟିକୁ ସ୍ୱାଗତ। ଆପଣ ପରିଚୟ ଦିଅନ୍ତୁ। ମୁଁ ଶିବନାରାୟଣ ଦାସ, ମିଶ୍ର ସାହି, ପୁରୀ। ଆଜ୍ଞା, ମା ଏଠି ଯେଉଁ ପୂଜା ହୁଅନ୍ତି କେମିତି କ'ଣ ହୁଅନ୍ତି, ଆଉ ଯେତେବେଳେ ଜଗନ୍ନାଥ ଆସନ୍ତି ଭୋଗ ଖାଆନ୍ତି ଏଇଠାରେ, ଯେତେବେଳେ ତାଙ୍କର ସେ ଯାତ୍ରା ସମୟରେ ଏଠି ଟିକେ ଅଟକି ଯାଆନ୍ତି, କ'ଣ କହିବେ ତାକୁ? ପ୍ରତ୍ୟେକ ଯାତ୍ରାରେ ଇଏ ଆଗରୁ କିମ୍ବଦନ୍ତୀ ଅଛି। ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ମା ଏ ଜାଗାରେ ଅଟକି ଯାଆନ୍ତି ପ୍ରଭୁ ମାଙ୍କ ପାଖରେ। ଆଉ ଯେ ଏମିତି ନଜର ରହିଛି ଯେତେ ଦୌଡ଼ି ଭିଡ଼ିଲେ ମଧ୍ୟ ଯେତେବେଳେ ମା ପ୍ରଭୁ ଯାଆନ୍ତିନି। ଜଗନ୍ନାଥ ମହାପ୍ରଭୁ, ବଳଭଦ୍ର ମହାପ୍ରଭୁ ଏବଂ ମା ସୁଭଦ୍ରା। ପ୍ରଥମ ତ ବଳଭଦ୍ର ମହାପ୍ରଭୁ ବେଳେ ସିଏ ଅଟକନ୍ତି, ସିଏ କିଛି ସମୟ ପରେ ପୁଣି ମା ଆସିଲେ ସେ ବି ଅଟକନ୍ତି। ସେ ଜଗନ୍ନାଥ ମହାପ୍ରଭୁ ପୁରା ରହିଯାଆନ୍ତି। ଗଲା ବର୍ଷ ଆପଣ ରଥଯାତ୍ରା ଦେଖିଥିବେ, 2 ଦିନ ଗୁଣ୍ଡିଚା ପଡ଼ିଲା, ଯେତେ ଚେଷ୍ଟା କଲେ ମଧ୍ୟ ଠାକୁରେ ଯାଇପାରିଲେନି। ଏଇ ଜାଗାରେ ପୁରା ମାନେ ସାମ୍ନାସାମ୍ନି ଅଟକି ଗଲେ ସକାଳ 9ଟା 45 ପର୍ଯ୍ୟନ୍ତ। ଏଇ ଜିନିଷର ମାହାତ୍ମ୍ୟ ଆପଣ ଆଧ୍ୟାତ୍ମିକ ଚିନ୍ତା କଲେ ଏଇ ଜାଗାରେ ପ୍ରଭୁ ବାହାରିଲେ ମାନେ ଅଟକନ୍ତି। ପ୍ରତ୍ୟେକ ଯାତ୍ରାରେ, ଖାଲି ରଥଯାତ୍ରା ନୁହେଁ, ଯେକୌଣସି ଯାତ୍ରାରେ ତାଙ୍କ ଚଳନ୍ତି ପ୍ରତିମା ବିଜେ ହୁଅନ୍ତି ଏଇ ଜାଗାରେ ଅଟକିରି ପ୍ରସାଦର ସେବା, ଆମର ପନ୍ଥୀ ଯେଉଁ ବ୍ୟବସ୍ଥା ଅଛି ସେସବୁ ବ୍ୟବସ୍ଥା କରିକି ପ୍ରଭୁ ସେବା କରି ଯେତେବେଳେ ଭୂଦେବୀ ଶ୍ରୀଦେବୀ ଯାଆନ୍ତି ଆମର ନରେନ୍ଦ୍ର କ'ଣ ଚନ୍ଦନ 21 ଦିନ, ଚନ୍ଦନ ଭୂଦେବୀ ଶ୍ରୀଦେବୀ ଏବଂ ତାଙ୍କ ସାଙ୍ଗରେ ପଞ୍ଚପାଣ୍ଡବ, ସେ ସମୟରେ ମଧ୍ୟ ଏଇ ଜାଗାରେ ସେଇ ସମୟରେ ଏଇ ଜାଗାରେ 21 ଦିନ ତକ କଣ୍ଟିନ୍ୟୁସଲି ପ୍ରସାଦ ସେବା ହୁଏ। ତେବେ ଏଇ ଛକର ନାଁ କେମିତି ତାଙ୍କ ପର୍ବର ମର୍ଜି କୋଟ ସମସ୍ତେ ମାଙ୍କ ନାମରେ ପ୍ରତି ଜାଗାରେ ଦେଖିବେ କେଉଁଠି ନେତାଙ୍କ ନାଁ କେଉଁଠି ବ୍ୟକ୍ତିଗତ ନାଁ କିନ୍ତୁ ଏଠି ମାଙ୍କ ନାମରେ ଛକର ପୂର୍ବରୁ ରହିଆସିଛି ମର୍ଚିକୋଟ ଛକ। କିନ୍ତୁ କ'ଣ ରଥ ଯାଇ ଅଟକିଗଲା ମର୍ଚିକୋଟ ଛକରେ, ଯେଉଁ କେତେବେଳେ ଭଜନରେ ଶୁଣିଥିବେ, ଯେତେ ବ୍ୟବସ୍ଥା କରନ୍ତୁ ପ୍ରଭୁ ଅଟକିବେ। ଗୁଣ୍ଡିଚାରେ ଅଟକିବେ, ବାହୁଡ଼ିଆରେ ମଧ୍ୟ ଅଟକିବେ। ଠାକୁର ଆସିଲେ ଏଠି ବିଜେ ବଡ଼ଦାଣ୍ଡରେ ଯେତେବେଳେ ମହାପ୍ରଭୁ ଯାଆନ୍ତି ଏଠି ବିଜେ ହୁଅନ୍ତି ଏବଂ ବିଜେ ମାନେ ତାଙ୍କରି ପାଲିଙ୍କିରେ ସିଏ ଥାଆନ୍ତି। ଏଇ ଜାଗାରେ ରହିବେ, ରହିକିରି ଆମର ପନ୍ଥୀ ବ୍ୟବସ୍ଥା ହୁଏ। ପୂଜାପଣ୍ଡା ସାନ୍ତେ ଭୋଗ ସାରିବେ, ପନ୍ଥୀ ସେବା ହେବ। ଏଠୁ ମାଳ ଯାଏ, ତୁଳସୀ ଯାଏ। ସମାନ ଯେମିତି ମହାପ୍ରସାଦ ରନ୍ଧା ହୁଏ ମାଙ୍କର ଭୋଗ ମଧ୍ୟ ସେମିତି। ମହାପ୍ରଭୁଙ୍କର ଯେଉଁ ମନ୍ଦିରରେ ପ୍ରଚଳିତ ଯାହା ଏଇ ଜାଗାରେ ସେ ବାହାର ଜିନିଷ କିଛି ପ୍ରବେଶ ହେବନି। ଆପଣଙ୍କର ଅନ୍ୟାନ୍ୟ ପରିବା ଶ୍ରୀମନ୍ଦିରରେ ଯେଉଁ ପରିବା ଯାଏ ଏଠିକି ସେ ଆସିବ। ସେଇ ନୀତିକାନ୍ତିରେ ଅନ୍ୟ ଜିନିଷ କିଛି ବ୍ୟବହାର ହୁଏନି। ଭକ୍ତମାନେ ଯେଉଁ ଆସନ୍ତି ମାନସିକ ରଖନ୍ତି, କେମିତି କ'ଣ ରଖନ୍ତି ସ୍ଥାନୀୟ ଭକ୍ତମାନେ ଯେଉଁ ଆସନ୍ତି? ଏଇଟା ନଜର ଅଛି, ଯେତେ ଯିଏ ଯେଉଁ ଶ୍ରଦ୍ଧାରେ ଯେମିତି ଡାକିଛନ୍ତି ମା ତାଙ୍କର କାର୍ଯ୍ୟ ପୂରଣ କରୁଛି। ଏଇଟା ମୋ ଅନୁଭୂତିରେ ଆଣିଛି, ଯାହା ଯେଉଁ ଅନୁସାରେ ଯିଏ ଖୋଜୁଛନ୍ତି ପାଇଛନ୍ତି। ସବୁଟା ତ ପାଇବାନି, ଯେତେବେଳେ ଯିଏ ଯେଉଁଟା, ତା ମାନେ କ'ଣ ମୋତେ ଯେଉଁଟା ମୁଁ ସ୍ୱର୍ଗର ଯେଉଁଟା ଗୋଟେ ମଣିଷ ପାଇଁ ନିହାତି ଦରକାର, ଆଶୀର୍ବାଦ ଟିକେ ଦରକାର, ପରିବାର ମଙ୍ଗଳ କାମନା, ପିଲାମାନେ ମଙ୍ଗଳ ରହିବା, ସଂସାର ମଙ୍ଗଳ କରିବା, ଏଇ କାମନା ଗୁଡ଼ିକ ସଦା ମନରେ ସ୍ୱଚ୍ଛ ମନରେ ଯିଏ ଡାକିଛି ସେ ପାଇଛନ୍ତି। ନିଶ୍ଚିତ ଭାବରେ ଆମେ ସେଇ ମର୍ଜିକୋଟ ଛକରେ ଅଛେ, ଆଉ ମର୍ଜି ଠାକୁରାଣୀଙ୍କ ପାଖରେ ଅଛେ ଏବଂ ଏଇ ବିଶେଷ କିମ୍ବଦନ୍ତୀ ରହିଛି ମାଙ୍କର। କିମ୍ବଦନ୍ତୀ କହିବା ଯଦି କହିବା ଲୋକ କଥାରେ ପ୍ରଚଳିତ ଅଛି, ଲୋକମାନଙ୍କର ବିଶ୍ୱାସ ରହିଛି ଯେ ଏଇ ସ୍ଥାନ ଦେଇକି ଯେତେବେଳେ ଭଗବାନ ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତଥା ତାଙ୍କର ଯେତେବେଳେ ବିଗ୍ରହ ମାନେ ନରେନ୍ଦ୍ର ପୁଷ୍କରଣୀ ଯାଆନ୍ତି ଏଇଠାରେ ଟିକେ ଅଟକି ଯାଆନ୍ତି ଏବଂ ଭୋଗ ଟିକେ ଖାଇଥାନ୍ତି। ପ୍ରତିଥର ମଧ୍ୟ ସେଇ ନଜିର ରହିଛି ଯେ ପ୍ରତି ରଥଯାତ୍ରାରେ ପ୍ରଥମେ ଏଇଠିଠାରେ ଅଟକିଥାଏ ମହାପ୍ରଭୁଙ୍କ ରଥ ଏବଂ ବିଶେଷ କରି ନନ୍ଦିଘୋଷ ରଥ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଏଠାରେ ଅଟକିଥାଏ ମାଙ୍କ ପାଖରେ। ପୁରୀରୁ ସତ୍ୟପ୍ରକାଶଙ୍କ ରିପୋର୍ଟ, ଲୋକାଲିଟି।